ସକାଳୁ ସକାଳୁ ଆମେ ସତ୍ୟର ମୋର ଦୁଇ ଜଣ ବାହାରି ଗଲୁ ବାଣୀ ବିହାର କ୍ୟାମ୍ପସ୍ ଭିତରେ ଥିବା ସତ୍ୟ ମାଣ୍ଡୁକୁ ଦେଖା କରିବା ପାଇଁ। ସତ୍ୟ କହିଲା ଏତେ ଧୀରେ କ'ଣ ଗାଡ଼ି ଚଲାଉ, ଜୋର ଚଲାଉନୁ। ମୁଁ ସେଇଠୁ ପୁରା ଭିଡ଼ି ଚାଲିନି କସିକି। ମୁଁ ଦେଖିବୁ ର ଏତେ ଜୋର ଗାଡ଼ି ଚଲାଇବି, ତୁ ଯଦି ନ ଡରୁଛି ମୋତେ ପୁଣି କହିବୁ। ସତକୁ ସତ ମୁଁ ଏତେ ଜୋର ଗାଡ଼ି ଚଲାଇଲା ଭିତରେ ସତ୍ୟକୁ ଯିବି ଧୀରେ ଚଲାବି ହମ୍ସ ଅଛି ଧୀରେ ଚଲା। ମୁଁ ପୁରା ଆଉ ତା କଥା ନ ମାନି ପୁରା ଭିଡ଼ି ଚାଲିଲି ସିଧା ନେଇକି ପଶାଇ ଦେଲି ସିଧା ହଷ୍ଟେଲ୍ ଆଗରେ। ହଷ୍ଟେଲ୍ ଆଗରେ ରଖିସାରିଲା ପରେ ସତ୍ୟ କହୁଛି ମୋ ଦେହ ହାତ ଥରିଲାଣି ବେ, କି କ'ଣ ଦେଖିବ କ'ଣ କହିଲେ ଜଲ୍ଦି କର। ମୁଁ କହିଲି ହଁ ଦେଖିବ ତୁ ଫୋନ୍ଟା ଧର ମୋ ଆଡ଼କୁ ଟିକେ ପୋଜ୍ଟା ବୁଲା। ମୁଁ ଆଗେ ପୋଜ୍ଟା ଦେଇ ଟିକେ ପୋଜ୍ ଦେଇଦିଏ। ମୁଁ ଟିକେ ଭଲସେ ପୋଜ୍ ଦେଇଦେଲି, ତାପରେ କହିଲି ଦେ ଫୋନ୍ଟା ମୋତେ ଦେ ତତେ ଦେଖେଇବି। ହେଲମେଟ୍ଟା କାଢ଼ି ରଖିସାରିଲା ପରେ ସିଧା ସତ୍ୟ କତିରୁ ଫୋନ୍ଟା ନେଇକି ମୁଁ କହିଲି ସତ୍ୟ ଦେଖା, ଏଇ ହେଉଛି ସତ୍ୟ ଯିଏକି ଆସିଛନ୍ତି ତାଙ୍କ ମାଣ୍ଡୁକୁ ଦେଖା କରିତେ, କିନ୍ତୁ ମାଣ୍ଡୁ ଆସୁନାହାନ୍ତି ବାହାରକୁ। ସତ୍ୟ ସେଇଠୁ କହିଲା ମୁଁ କେମିତି ସଜବାଜ ହେଇଛି ଟିକେ ପୋଜ୍ଟା ଦେଖେଇଦେବି, ର ମୁଁ ଚୁଟିଟା ଟିକେ ସାଇଜ୍ କରିଦିଏ। ଚୁଟିଟା ସାଇଜ୍ କରିକି ପଛପଟେ ପୋଜ୍ ଦେଖୁଛି, ଦେଖ ମୋ ପଛରେ ଗୋଟେ ବିଡ଼ି କିଏ ଟାଣୁଛି। ବହୁତ ସମୟ ଅପେକ୍ଷା କଲା ପରେ ମୋତେ ସତ୍ୟ ଗାଳି ଦେଉଛି, କହୁଛି ରଖିବୁ ଯଦି ରଖ ନହେଲେ ନାହିଁ ଜଲ୍ଦି ଚାଲ। ମୁଁ ସେଇଠୁ କ'ଣ କଲି ନା ମୁଁ ହଉ ରେ ଭାଇ ପଳେଇବା ଆଉ କ'ଣ କରିବା, ରହିଲୁ ବାଏ ବାଏ।